ଦଶମ ଶ୍ରେଣୀ ସାହିତ୍ୟ ଗଳ୍ପ କାଳର କପୋଳ ତଳେ। ପ୍ରଥମ ପ୍ରଶ୍ନ, ନନ୍ଦିନୀ ଶତପଥୀ କେବେ ସାହିତ୍ୟ ଭାରତୀ ସମ୍ମାନ ଦ୍ୱାରା ସମ୍ମାନିତ ହୋଇଥିଲେ? ଅପସନ୍ ଏ 1995, ଅପସନ୍ ବି 1999, ଅପସନ୍ ସି 1993, ଅପସନ୍ ଡି 1998। ନନ୍ଦିନୀ ଶତପଥୀ 1998 ମସିହାରେ ସାହିତ୍ୟ ପାଇଁ ଭାରତୀ ସମ୍ମାନ ଦ୍ୱାରା ସମ୍ମାନିତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, କାଳର କପୋଳ ତଳେ ଗଳ୍ପର ଗାଳ୍ପିକ କିଏ? ଅପସନ୍ ଏ ବସନ୍ତ ଶତପଥୀ, ଅପସନ୍ ବି ରବି ଦାସ, ଅପସନ୍ ସି ସାରଳା ଦେବୀ, ଅପସନ୍ ଡି ନନ୍ଦିନୀ ଶତପଥୀ। କାଳର କପୋଳ ତଳେ ଗଳ୍ପର ଗାଳ୍ପିକଙ୍କର ନାମ କଣ? ଏହାର ସଠିକ ଉତ୍ତର ହେଉଛି ନନ୍ଦିନୀ ଶତପଥୀ। ମନେ ରଖନ୍ତୁ, ନନ୍ଦିନୀ ଶତପଥୀ। ପରବର୍ତ୍ତୀ ପ୍ରଶ୍ନ, ନନ୍ଦିନୀ ଶତପଥୀଙ୍କ ପିତାଙ୍କର ନାମ କଣ? ଅପସନ୍ ଏ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଅପସନ୍ ବି ଭଗବତୀ ଚରଣ ପାଣିଗ୍ରାହୀ, ଅପସନ୍ ସି ଅନ୍ନଦା ଶଙ୍କର ରାୟ, ଅପସନ୍ ଡି ମାୟାଧର ମାନସିଂହ। ନନ୍ଦିନୀ ଶତପଥୀଙ୍କର ପିତାଙ୍କର ନାମ କଣ? ଏହାର ସଠିକ ଉତ୍ତର ହେଉଛି କାଳିନ୍ଦୀ ଚରଣ ପାଣିଗ୍ରାହୀ। ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧୀ କଥାମୃତ ପୁସ୍ତକ ପାଇଁ ନନ୍ଦିନୀ ଶତପଥୀ କାହା ଦ୍ୱାରା ପୁରସ୍କୃତ? ଅପସନ୍ ଏ ଓଡ଼ିଆ ସାହିତ୍ୟ ଏକାଡେମୀ, ଅପସନ୍ ବି ସାରଳା ସାହିତ୍ୟ ସମାଜ, ଅପସନ୍ ସି କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ, ଅପସନ୍ ଡି ନବଯୁଗ ସାହିତ୍ୟ ସଂସଦ। ଗାନ୍ଧୀ କଥାମୃତ ପୁସ୍ତକ ପାଇଁ ନନ୍ଦିନୀ ଶତପଥୀ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ପରବର୍ତ୍ତୀ ପ୍ରଶ୍ନ, ଅଙ୍ଗଦ ଚୌଧୁରୀ ବସିଥିବା ସ୍ଥାନ ନିକଟରେ କେଉଁ ନଦୀ ଥିଲା? ଅପସନ୍ ଏ ଦୟା, ଅପସନ୍ ବି କୁଶଭଦ୍ରା, ଅପସନ୍ ସି ଭାର୍ଗବୀ, ଅପସନ୍ ଡି ଶାଳିଆ। ଅଙ୍ଗଦ ଚୌଧୁରୀ ବସିଥିବା ସ୍ଥାନ ନିକଟରେ କେଉଁ ନଦୀ ଥିଲା? ଏହାର ସଠିକ ଉତ୍ତର ହେଉଛି ଦୟା ନଦୀ ଥିଲା। ପରବର୍ତ୍ତୀ ପ୍ରଶ୍ନ, କାହା ଆଖି ଆଗରେ ଚାହୁଁ ଚାହୁଁ ଦୟା ନଦୀର ପାଣିର ରଙ୍ଗ ବଦଳି ଯାଇ ଲାଲ ହୋଇଗଲା? ଅପସନ୍ ଏ ନନ୍ଦିନୀ ଶତପଥୀ, ଅପସନ୍ ବି ଅଙ୍ଗଦ ଚୌଧୁରୀ, ଅପସନ୍ ସି କୁରୁବକ୍ଷୀ, ଅପସନ୍ ଡି ରାଜେଶ୍ୱରୀ। କାହା ଆଖି ଆଗରେ ଚାହୁଁ ଚାହୁଁ ଦୟା ନଦୀର ପାଣିର ରଙ୍ଗ ବଦଳି ଯାଇ ଲାଲ ହୋଇଗଲା? ଏହାର ସଠିକ ଉତ୍ତର ହେଉଛି ଅଙ୍ଗଦ ଚୌଧୁରୀ। ପରବର୍ତ୍ତୀ ପ୍ରଶ୍ନ, ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟରୁ ଗବେଷଣା କାର୍ଯ୍ୟରେ ଆସିଥିଲେ? ଅପସନ୍ ଏ ଦିଲ୍ଲୀ, ଅପସନ୍ ବି ବନାରସ, ଅପସନ୍ ସି ନାଳନ୍ଦା, ଅପସନ୍ ଡି ତକ୍ଷଶିଳା। ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟରୁ ଗବେଷଣା କାର୍ଯ୍ୟରେ ଆସିଥିଲେ? ଏହାର ସଠିକ ଉତ୍ତର ହେଉଛି ନାଳନ୍ଦା ବିଶ୍ୱବିଦ୍ୟାଳୟରୁ। ଯିବା ଆମର ପରବର୍ତ୍ତୀ ପ୍ରଶ୍ନ, ଅଙ୍ଗଦ ଚୌଧୁରୀ କେଉଁ ବିଭାଗର ଛାତ୍ର ଥିଲେ? ଅପସନ୍ ଏ ସାହିତ୍ୟ, ଅପସନ୍ ବି ପଦାର୍ଥ ବିଜ୍ଞାନ, ଅପସନ୍ ସି ସମାଜ ତତ୍ତ୍ୱ, ଅପସନ୍ ଡି ଇତିହାସ। ଅଙ୍ଗଦ ଚୌଧୁରୀ କେଉଁ ବିଭାଗର ଛାତ୍ର ଥିଲେ? ଏହାର ସଠିକ ଉତ୍ତର ହେଉଛି ଇତିହାସ ବିଭାଗର ଛାତ୍ର ଥିଲେ ଅଙ୍ଗଦ ଚୌଧୁରୀ। ପରବର୍ତ୍ତୀ ପ୍ରଶ୍ନ, କାହା ଶିଳାଲିପିରେ କଳିଙ୍ଗ ରାଜାଙ୍କ ବିଷୟରେ କିଛି ବି ତଥ୍ୟ ଲେଖା ହୋଇ ନାହିଁ? ଅପସନ୍ ଏ ଅଶୋକ, ଅପସନ୍ ବି ଖାରବେଳ, ଅପସନ୍ ସି କନିଷ୍କ, ଅପସନ୍ ଡି ରାମଚନ୍ଦ୍ର ଦେବ। କାହା ଶିଳାଲିପିରେ କଳିଙ୍ଗ ରାଜାଙ୍କ ବିଷୟରେ କିଛି ବି ତଥ୍ୟ ଲେଖା ହୋଇ ନାହିଁ? ଅଶୋକଙ୍କ ଶିଳାଲିପିରେ କଳିଙ୍ଗ ରାଜାଙ୍କ ବିଷୟରେ କୌଣସି ବି ତଥ୍ୟ ଲେଖା ହୋଇ ନାହିଁ। ପରବର୍ତ୍ତୀ ପ୍ରଶ୍ନ, ଅଙ୍ଗଦ ପଢିଥିବା ଅଶୋକଙ୍କ ଶିଳାଲିପିରେ କେଉଁ ବିଷୟରେ କୌଣସି ଉଲ୍ଲେଖ ନାହିଁ? ଅହିଂସା, ଦୟା, କ୍ଷମା, ନା ରାଜାଙ୍କ ରନ୍ଧନଶାଳାରେ କେତୋଟି ମୟୂର ମାଂସ ରନ୍ଧନ ହେବ ସେ ବିଷୟରେ, ନା ସାଧାରଣ ପ୍ରଜାଙ୍କ ରନ୍ଧନଶାଳାରେ କେତୋଟି ମୟୂର ମାଂସ ରନ୍ଧନ ହେବ, ନା କଳିଙ୍ଗ ରାଜାଙ୍କ ବିଷୟରେ? ଅଙ୍ଗଦ ପଢିଥିବା ଅଶୋକଙ୍କ ଶିଳାଲିପିରେ କଳିଙ୍ଗ ରାଜାଙ୍କ ବିଷୟରେ କୌଣସି ତଥ୍ୟ ଉଲ୍ଲେଖ ନଥିଲା। ଗବେଷଣା କାର୍ଯ୍ୟରେ ଆସି ଅଙ୍ଗଦ ଧଉଳି ପାହାଡର କେଉଁ ସ୍ଥାନରେ ବସିଥିଲେ? ଅପସନ୍ ଏ ପାହାଡ ନିକଟସ୍ଥ ଜଙ୍ଗଲରେ, ଅପସନ୍ ବି ପାଦ ଦେଶରେ ଏକ ବଡ଼ ପଥର ମୁଣ୍ଡିଆ ଉପରେ, ଅପସନ୍ ସି ପାହାଡ ଉପରେ ଥିବା ଏକ ପଥର ମୁଣ୍ଡିଆ ଉପରେ, ଅପସନ୍ ଡି ଦୟା ନଦୀ କୂଳରେ। ଗବେଷଣା କାର୍ଯ୍ୟରେ ଆସି ଅଙ୍ଗଦ ଧଉଳି ପାହାଡର ପାଦ ଦେଶରେ ଏକ ବଡ଼ ପଥର ମୁଣ୍ଡିଆ ଉପରେ ବସିଥିଲେ। ଯିବା ପରବର୍ତ୍ତୀ ପ୍ରଶ୍ନ, ଅଙ୍ଗଦ ଚୌଧୁରୀଙ୍କ ସାମ୍ନାରେ କିଏ ଠିଆ ହୋଇଥିଲା? ଅପସନ୍ ଏ ମାୟାଧର ରାଜା, ଅପସନ୍ ବି କଳିଙ୍ଗର ରାଜା, ଅପସନ୍ ସି ଦୀର୍ଘ ଦେହୀ ପୁରୁଷ, ଅପସନ୍ ଡି କଳିଙ୍ଗର ସେନାପତି। ଅଙ୍ଗଦ ଚୌଧୁରୀଙ୍କ ସାମ୍ନାରେ କିଏ ଠିଆ ହୋଇଥିଲା? ଏହାର ସଠିକ ଉତ୍ତର ହେଉଛି ଜଣେ ଦୀର୍ଘ ଦେହୀ ପୁରୁଷ ଅଙ୍ଗଦ ଚୌଧୁରୀଙ୍କ ସାମ୍ନାରେ ଠିଆ ହୋଇଥିଲା।
ପରବର୍ତ୍ତୀ ପ୍ରଶ୍ନ, କାହାର ବେଶ ପୋଷାକରୁ ସେ ଜଣେ ରାଜବଂଶର ଲୋକ ବୋଲି ମନେ ହେଉଥିଲା? ଅପସନ୍ ଏ ଦୀର୍ଘଦେହୀ ପୁରୁଷ, ଅପସନ୍ ବି ମନ୍ତ୍ରୀ, ଅପସନ୍ ସି ସେନାପତି, ଅପସନ୍ ଡି ମହାମନ୍ତ୍ରୀ। କାହାର ବେଶ ପୋଷାକରୁ ସେ ଜଣେ ରାଜବଂଶର ଲୋକ ବୋଲି ଯେ ମନେ ହେଉଥିଲା? ଏହାର ସଠିକ ଉତ୍ତର ହେଉଛି ଦୀର୍ଘଦେହୀ ପୁରୁଷ, ଯିଏକି ତାଙ୍କ ଅଙ୍ଗଦ ଚୌଧୁରୀଙ୍କ ସାମ୍ନାରେ ଠିଆ ହୋଇଥିଲେ। ଆପଣ କଣ କଳିଙ୍ଗର ମହାରାଜା? ଏ ପ୍ରଶ୍ନଟି କାହାର ଥିଲା? ଅପସନ୍ ଏ ମଗଧ ରାଜାଙ୍କର, ଅପସନ୍ ବି ଅଙ୍ଗଦ ଚୌଧୁରୀଙ୍କର, ଅପସନ୍ ସି କଳିଙ୍ଗ ରାଜମାତାଙ୍କର, ଅପସନ୍ ଡି କଳିଙ୍ଗର ରାଜକୁମାରୀଙ୍କର। ତେବେ ଆପଣ କଣ କଳିଙ୍ଗର ମହାରାଜ? ଏ ପ୍ରଶ୍ନଟି ଅଙ୍ଗଦ ଚୌଧୁରୀଙ୍କର ଥିଲା। ଅଙ୍ଗଦ ଚୌଧୁରୀ। ପରବର୍ତ୍ତୀ ପ୍ରଶ୍ନ, ଦୀର୍ଘଦେହୀ ପୁରୁଷ ଜଣକ ଅଙ୍ଗଦକୁ କେଉଁଠାକୁ ନେଇଯିବା କଥା ଆଦେଶ ଦେବା ଭଳି ସ୍ୱରରେ କହିଥିଲେ? ଅପସନ୍ ଏ କଳିଙ୍ଗ ରାଜପ୍ରସାଦକୁ, ଅପସନ୍ ବି କଳିଙ୍ଗ ମହାରାଜା ପାଖକୁ, ଅପସନ୍ ସି ମଗଧକୁ, ଅପସନ୍ ଡି ଦରବାର କକ୍ଷକୁ। ଦୀର୍ଘଦେହୀ ପୁରୁଷ ଜଣକ ଅଙ୍ଗଦକୁ କଳିଙ୍ଗର ମହାରାଜା ପାଖକୁ ନେଇଯିବାକୁ ଆଦେଶ ଦେବା ସ୍ୱରରେ କହିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଦୀର୍ଘଦେହୀ ପୁରୁଷଙ୍କ କଥାରେ କିଏ ମନ୍ତ୍ର ଚାଳିତ ବତ୍ ତାଙ୍କର ଅନୁସରଣ କଲେ? ଅପସନ୍ ଏ କୁରୁବକି, ଅପସନ୍ ବି ମହାମନ୍ତ୍ରୀ, ଅପସନ୍ ସି ଅଙ୍ଗଦ, ଅପସନ୍ ଡି ରାଜେଶ୍ୱରୀ। ଦୀର୍ଘଦେହୀ ପୁରୁଷଙ୍କ କଥାରେ ଅଙ୍ଗଦ ମନ୍ତ୍ରମୁଗ୍ଧ ହୋଇ ଚାଳବଳିତ ଭାବରେ ତାଙ୍କର ଅନୁସରଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ମୁଁ ତ ଦୁନିଆରେ ସବୁଠାରୁ ଶୀଘ୍ର ଚାଲେ, ଏକଥା କିଏ କହିଛନ୍ତି? ଅପସନ୍ ଏ ଅଙ୍ଗଦ ଚୌଧୁରୀ, ଅପସନ୍ ବି ଦୀର୍ଘଦେହୀ ପୁରୁଷ, ଅପସନ୍ ସି କୁରୁବକି, ଅପସନ୍ ଡି ରାଜେଶ୍ୱରୀ। ମୁଁ ତ ଦୁନିଆରେ ସବୁଠାରୁ ଶୀଘ୍ର ଚାଲେ, ଏ କଥାଟି ଦୀର୍ଘଦେହୀ ପୁରୁଷ କହିଛନ୍ତି। ଦୀର୍ଘଦେହୀ ପୁରୁଷ। ଯିବା ପରବର୍ତ୍ତୀ ପ୍ରଶ୍ନ, ଅଙ୍ଗଦକୁ ରାଜପ୍ରସାଦର ଦରବାର କକ୍ଷରେ ପହଞ୍ଚାଇ ଦେଇ କିଏ ଚାଲିଗଲେ? ଅପସନ୍ ଏ ମହାମନ୍ତ୍ରୀ, ଅପସନ୍ ବି ଦୀର୍ଘଦେହୀ ପୁରୁଷ, ଅପସନ୍ ସି କଳିଙ୍ଗ ମହାରାଜା, ଅପସନ୍ ଡି ରାଜେଶ୍ୱରୀ। ଅଙ୍ଗଦକୁ ରାଜପ୍ରସାଦର ଦରବାର କକ୍ଷରେ ପହଞ୍ଚାଇ ଦେଇ ଦୀର୍ଘଦେହୀ ପୁରୁଷ ଚାଲିଗଲେ। ଯିବା ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି କିଏ ଦରବାରର କକ୍ଷକୁ ଓହ୍ଲାଇ ଆସୁଥିଲେ ଅଙ୍ଗଦ ଦେଖିବାକୁ ପାଇଲେ? ମହାରାଣୀ କୁରୁବକି, ନା ରାଜଜେମା ରାଜେଶ୍ୱରୀ, ନା କଳିଙ୍ଗର ଅସୁସ୍ଥ ରାଜା, ନା ମହାମନ୍ତ୍ରୀ? ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ମହାରାଣୀ କୁରୁବାକି ଦରବାର କକ୍ଷକୁ ଓହ୍ଲାଇ ଆସୁଥିବାର ଅଙ୍ଗଦ ଦେଖିବାକୁ ପାଇଲେ। ମହାରାଣୀ କୁରୁବାକି ଅତିକ୍ରମ ବେଳେ କେଉଁମାନେ ଦୁଇ ପା ରହି ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଛନ୍ତି? ଅପସନ୍ ଏ ପାତ୍ରମନ୍ତ୍ରୀ, ଅପସନ୍ ବି ମଗଧ ଦୂତ, ଅପସନ୍ ସି ଦାସ ଦାସୀ, ଅପସନ୍ ଡି ସୈନ୍ୟବାହିନୀ। ତେବେ ମହାରାଣୀ କୁରୁବାକି ଯେତେବେଳେ ଅତିକ୍ରମ କରିଛନ୍ତି ପାହାଚରେ, ତାଙ୍କର ଦୁଇ ପାର୍ଶ୍ୱରେ ମଗଧ ଦୂତମାନେ ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଦୀର୍ଘଦେହୀ ପୁରୁଷଙ୍କ ସହ ସମତାଳରେ ଚାଲିବା ଅଙ୍ଗଦଙ୍କ ପକ୍ଷରେ ସହଜ ନଥିବାରୁ ସେ ମଝିରେ ମଝିରେ କଣ କରୁଥିଲେ? ଅପସନ୍ ଏ ଅଟକି ଯାଉଥିଲେ, ଅପସନ୍ ବି ଅନ୍ୟମନସ୍କ ହେଉଥିଲେ, ଅପସନ୍ ସି ଭାବନାରେ ବୁଡ଼ି ଯାଉଥିଲେ, ଅପସନ୍ ଡି ବିଶ୍ରାମ ନେଉଥିଲେ। ଦୀର୍ଘଦେହୀ ପୁରୁଷଙ୍କ ସହ ସମତାଳରେ ଚାଲିବା ଅଙ୍ଗଦଙ୍କ ପକ୍ଷରେ ସହଜ ନଥିବାରୁ ସେ ମଝିରେ ମଝିରେ ଅଟକି ଯାଉଥିଲେ। ପରବର୍ତ୍ତୀ ପ୍ରଶ୍ନ, ମହାରାଣୀ କୁରୁବାକିଙ୍କ ପ୍ରବେଶ ମାତ୍ରକେ ଦରବାର କକ୍ଷରେ ସମସ୍ତ ଗୁଞ୍ଜନ ହଠାତ୍ କଣ ହୋଇଗଲା? ଅପସନ୍ ଏ ସ୍ତବ୍ଧ, ଅପସନ୍ ବି ମୁଖରିତ, ଅପସନ୍ ସି ଅଧିକ, ଅପସନ୍ ଡି ଶୂନଶାନ। ଯେତେବେଳେ ମହାରାଣୀ କୁରୁବାକି ପ୍ରବେଶ କରିଛନ୍ତି ସେତେବେଳେ ଦରବାର କକ୍ଷରେ ସମସ୍ତ ଗୁଞ୍ଜନ ସ୍ତବ୍ଧ ହୋଇଗଲା। ସ୍ତବ୍ଧ ମାନେ ନୀରବ ହୋଇଗଲା। ଯିବା ପରବର୍ତ୍ତୀ ପ୍ରଶ୍ନ, ଆଜ୍ଞା କରନ୍ତୁ ମହାରାଣୀ, କଳିଙ୍ଗ ମହାରାଜାଙ୍କର ସମସ୍ତ ଆଦେଶ ଶିରୋଧାର୍ଯ୍ୟ। ଏ ଉକ୍ତିଟି କାହାର? ମହାମନ୍ତ୍ରୀଙ୍କର, ନା ପ୍ରଧାନ ସେନାନାୟକଙ୍କର, ନା ପ୍ରଧାନ ପରିଷଦଙ୍କର, ନା ଅଙ୍ଗଦ ଚୌଧୁରୀଙ୍କର? ଆଜ୍ଞା କରନ୍ତୁ ମହାରାଣୀ, କଳିଙ୍ଗ ମହାରାଜାଙ୍କର ସମସ୍ତ ଆଦେଶ ଶିରୋଧାର୍ଯ୍ୟ ବୋଲି ମହାମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜ୍ୟରେ ପୁତ୍ର ଭଳି କନ୍ୟାକୁ ମଧ୍ୟ ରାଜ ସିଂହାସନ ପ୍ରଦାନ କରିବା ପରମ୍ପରା ରହିଥିବା କଥା ମହାମନ୍ତ୍ରୀ କହିଛନ୍ତି? ଅପସନ୍ ଏ ମଗଧ, ଅପସନ୍ ବି ସୌରାଷ୍ଟ୍ର, ଅପସନ୍ ସି କଳିଙ୍ଗ, ଅପସନ୍ ଡି ବଙ୍ଗ। ପୁତ୍ର ଭଳି କନ୍ୟାକୁ ମଧ୍ୟ ରାଜ ସିଂହାସନ ପ୍ରଦାନ କରିବା ପରମ୍ପରା କଳିଙ୍ଗ ରାଜ୍ୟରେ ରହିଥିବା କଥା ମନ୍ତ୍ରୀ କହିଛନ୍ତି। କଳିଙ୍ଗ ରାଜ୍ୟରେ। ପରବର୍ତ୍ତୀ ପ୍ରଶ୍ନ, ବୁଦ୍ଧି ଓ ବୀରତ୍ୱରେ କିଏ କୌଣସି ରାଜପୁତ୍ରଙ୍କ ଠାରୁ ଊଣା ନୁହନ୍ତି ବୋଲି ମହାମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି? ଅପସନ୍ ଏ
କଳିଙ୍ଗର ରାଜଜେମା, ଅପସନ୍ ବି କଳିଙ୍ଗ ମହାରାଜ, ଅପସନ୍ ସି କଳିଙ୍ଗ ମହାରାଣୀ, ଅପସନ୍ ଡି କଳିଙ୍ଗ ସେନାପତି। ବୁଦ୍ଧି ଓ ବୀରତ୍ୱରେ କଳିଙ୍ଗ ରାଜଜେମା କୌଣସି ପୁତ୍ରଙ୍କ ଠାରୁ ଊଣା ନୁହନ୍ତି ବୋଲି ମହାମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ସମସ୍ତଙ୍କ ଅନୁରୋଧ କ୍ରମେ କିଏ ଦରବାର କକ୍ଷକୁ ଆସିଲେ? ଅପସନ୍ ଏ ମହାରାଜା, ଅପସନ୍ ବି ରାଜଜେମା, ଅପସନ୍ ସି ରାଜଜେମାଙ୍କ ପତି, ଅପସନ୍ ଡି ସପତି ରାଜଜେମା। ସମସ୍ତଙ୍କ ଅନୁରୋଧ କ୍ରମେ ଦରବାର କକ୍ଷକୁ କିଏ ଆସିଥିଲେ? ସପତି ରାଜଜେମା ଆସିଥିଲେ। ଯିବା ପରବର୍ତ୍ତୀ ପ୍ରଶ୍ନ। ତେବେ କୁହନ୍ତୁ, ରାଜକାର୍ଯ୍ୟ ପରିଚାଳନାରେ ତାଙ୍କର କୌଣସି ଅଭିଜ୍ଞତା ନଥିବା କଥା କିଏ କହିଛନ୍ତି? ଅପସନ୍ ଏ କୁରୁବାକି, ଅପସନ୍ ବି ରାଜେଶ୍ୱରୀ, ଅପସନ୍ ସି ଅଙ୍ଗଦ ଚୌଧୁରୀ, ଅପସନ୍ ଡି ମହାମନ୍ତ୍ରୀ। ରାଜକାର୍ଯ୍ୟ ପରିଚାଳନାରେ ତାଙ୍କର କୌଣସି ଅଭିଜ୍ଞତା ନଥିବା କଥା କିଏ କହିଛନ୍ତି? ଏହାର ସଠିକ ଉତ୍ତର ହେଉଛି ରାଜେଶ୍ୱରୀ କହିଛନ୍ତି। ଯିବା ପରବର୍ତ୍ତୀ ପ୍ରଶ୍ନ। କାହାର ଅଚାନକ ଆକ୍ରମଣରେ କଳିଙ୍ଗର ସୀମାନ୍ତ ବାହିନୀ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି? ଅପସନ୍ ଏ ଆକବର, ଅପସନ୍ ବି ଶେରଶାହ, ଅପସନ୍ ସି ଅଶୋକ, ଅପସନ୍ ଡି ବାବର। କାହାର ଅଚାନକ ଆକ୍ରମଣରେ କଳିଙ୍ଗର ସୀମାନ୍ତ ବାହିନୀ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି? ଅଶୋକଙ୍କର ଆକ୍ରମଣରେ। ଅଶୋକଙ୍କର ଆକ୍ରମଣରେ। ପରବର୍ତ୍ତୀ ପ୍ରଶ୍ନ। କାହାର କଣ୍ଠର ଦୃଢ଼ତା ସମସ୍ତଙ୍କ ଉପରେ ଏକ ଅଦ୍ଭୁତ ପ୍ରଭାବ ପକାଇଲା? ଅପସନ୍ ଏ ମହାରାଜା, ଅପସନ୍ ବି ରାଜେଶ୍ୱରୀ, ଅପସନ୍ ସି କୁରୁବାକି, ଅପସନ୍ ଡି ଅଶୋକ। କାହାର କଣ୍ଠର ଦୃଢ଼ତା? ଏହାର ସଠିକ ଉତ୍ତର ହେଉଛି ରାଜେଶ୍ୱରୀଙ୍କର କଣ୍ଠର ଦୃଢ଼ତା ସମସ୍ତଙ୍କ ଉପରେ ଏକ ଅଦ୍ଭୁତ ପ୍ରଭାବ ପକାଇଥିଲା। ପରବର୍ତ୍ତୀ ପ୍ରଶ୍ନ। ତାଙ୍କ ସହ ସମ୍ମୁଖ ସମରକୁ ଯିବା ପାଇଁ ରାଜେଶ୍ୱରୀ କେତେ ଜଣ ଯୋଦ୍ଧାଙ୍କୁ ଲୋଡ଼ିଛନ୍ତି? ଅପସନ୍ ଏ 10 ଜଣ, ଅପସନ୍ ବି 12 ଜଣ, ଅପସନ୍ ସି 14 ଜଣ, ଅପସନ୍ ଡି 20 ଜଣ। ତାଙ୍କ ସହ ସମ୍ମୁଖ ସମରକୁ ଯିବା ପାଇଁ ରାଜେଶ୍ୱରୀ 12 ଜଣ ଯୋଦ୍ଧାକୁ ଲୋଡ଼ିଛନ୍ତି। 12 ଜଣ। ପରବର୍ତ୍ତୀ ପ୍ରଶ୍ନ। କେଉଁ ଯୋଦ୍ଧାମାନଙ୍କୁ ନେଇ ସମ୍ମୁଖ ଯୁଦ୍ଧକୁ ଯିବା ପାଇଁ ରାଜଜେମା ଇଚ୍ଛା ବ୍ୟକ୍ତ କରିଛନ୍ତି? ଅପସନ୍ ଏ ସ୍ୱେଚ୍ଛାରେ ଆଗେଇ ଆସିଥିବା ଯୋଦ୍ଧା, ଅପସନ୍ ବି ମନୋନୀତ ଯୋଦ୍ଧା, ଅପସନ୍ ବି ଉତ୍ତମ ରଣକୌଶଳ ଜାଣିଥିବା ଯୋଦ୍ଧା, ନା ମୃତ୍ୟୁକୁ ଭୟ କରୁନଥିବା ଯୋଦ୍ଧା। କେଉଁ ଯୋଦ୍ଧାମାନଙ୍କୁ ନେଇ ସମ୍ମୁଖ ଯୁଦ୍ଧକୁ ଯିବା ପାଇଁ ରାଜଜେମା ଇଚ୍ଛା ବ୍ୟକ୍ତ କରିଛନ୍ତି? ସ୍ୱଇଚ୍ଛାରେ ଆଗେଇ ଆସିଥିବା ଯୋଦ୍ଧାମାନଙ୍କୁ ନେଇ। ପରବର୍ତ୍ତୀ ପ୍ରଶ୍ନ। ଯୋଦ୍ଧାଙ୍କ ସଂଖ୍ୟା ଅଧିକ ହେବାରୁ ରାଜଜେମା କେଉଁ 5 ଜଣଙ୍କୁ ସଭାଗୃହ ପରିତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ? ଯେଉଁ 5 ଜଣ ଯୁଦ୍ଧ ବିଶାରଦ ନଥିଲେ, ଯେଉଁମାନେ ପ୍ରଥମରୁ ତାଙ୍କର ନେତୃତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ, ଯେଉଁମାନଙ୍କ ଉପରେ ରାଜଜେମାଙ୍କର ବିଶ୍ୱାସ ନଥିଲା, ନା ଯେଉଁମାନଙ୍କର ବିଶେଷ ବୁଦ୍ଧି ନଥିଲା। ତେବେ ଏହାର ସଠିକ ଉତ୍ତର ହେଉଛି ଯେଉଁମାନେ ପ୍ରଥମରୁ ତାଙ୍କର ନେତୃତ୍ୱ ଗ୍ରହଣ କରିବାକୁ ନାପସନ୍ଦ କରୁଥିଲେ। ମଗଧର ସେନାବାହିନୀକୁ ସମ୍ମୁଖ ସମରର ମୁକାବିଲା କରିବା ପାଇଁ କଳିଙ୍ଗର ଶକ୍ତି ନାହିଁ ବୋଲି ରାଜଜେମା କେଉଁ କାରଣରୁ କହିଛନ୍ତି? ସେନାବାହିନୀ ବିପୁଳ ଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବାରୁ, ମଗଧ ନିକଟରେ ଦକ୍ଷ ସେନାଧ୍ୟକ୍ଷ ରହିଥିବା କାରଣରୁ, ନା ମଗଧ ନିକଟରେ ବିଚକ୍ଷଣ ସୈନ୍ୟ ଥିବାରୁ, ନା କଳିଙ୍ଗ ସୈନ୍ୟମାନେ ମଗଧ ସେନା ତୁଳନାରେ ଅପେକ୍ଷାକୃତ ଦୁର୍ବଳ? ସାଧାରଣତଃ ସୈନ୍ୟବାହିନୀ ବିପୁଳ ଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥିବାରୁ। ପରବର୍ତ୍ତୀ ପ୍ରଶ୍ନ। ମଗଧ ସେନାକୁ ଯୁଦ୍ଧରେ ପରାସ୍ତ କରିବାକୁ ହେଲେ ଦୀର୍ଘ ଦିନ ଧରି ଯୁଦ୍ଧ ଚଳାଇବାକୁ ପଡ଼ିବ ବୋଲି କିଏ କହିଛନ୍ତି? ଅପସନ୍ ଏ ସେନାପତି, ଅପସନ୍ ବି ମହାମନ୍ତ୍ରୀ, ଅପସନ୍ ସି କୁରୁବାକି, ଅପସନ୍ ଡି ରାଜେଶ୍ୱରୀ। ମଗଧ ସେନାକୁ ଯୁଦ୍ଧରେ ପରାସ୍ତ କରିବାକୁ ହେଲେ ଦୀର୍ଘ ଦିନ ଧରି ଯୁଦ୍ଧ ଚଳାଇବାକୁ ପଡ଼ିବ ବୋଲି ରାଜେଶ୍ୱରୀ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ। ଏ ଯୁଦ୍ଧରେ ଜଣେ କେହି ସେନାପତି ନୁହନ୍ତି, ଆପଣମାନେ ପ୍ରତ୍ୟେକ ଜଣେ ଜଣେ ସେନାପତି ବୋଲି ମନେ ରଖିବେ। ଏ ଉକ୍ତିଟି କାହାର ବା ଏକଥା କିଏ କହିଛନ୍ତି? ଅପସନ୍ ଏ ରାଜଜେମା, ଅପସନ୍ ବି କୁରୁବାକି, ଅପସନ୍ ସି ସେନାପତି, ନା ଅପସନ୍ ଡି ମହାମନ୍ତ୍ରୀ। ଏହି ଉକ୍ତିଟିକୁ କହିଛନ୍ତି ରାଜଜେମା। ମନେ ରଖନ୍ତୁ, ରାଜଜେମା। ପରବର୍ତ୍ତୀ ପ୍ରଶ୍ନ। ରାଜଜେମା କେତେ ମାସ ହେଲା ମଗଧ ସେନାଙ୍କ ବିରୁଦ୍ଧରେ ଯୁଦ୍ଧ ଚଳାଇ ରଖିଥିଲେ? ଅପସନ୍ ଏ 3 ମାସ, ଅପସନ୍ ବି 2 ମାସ, ଅପସନ୍ ସି 4 ମାସ, ଅପସନ୍ ଡି 8 ମାସ। ରାଜଜେମା କେତେ ମାସ ହେଲା ମଗଧ ସେନାଙ୍କ ବିରୁଦ୍ଧରେ ଯୁଦ୍ଧ ଚଳାଇ ରଖିଥିଲେ? ସଠିକ ଉତ୍ତର ହେଉଛି 4 ମାସ ହେଲା। ପରବର୍ତ୍ତୀ ପ୍ରଶ୍ନ। ଅଧିକ ଦିନ ଯୁଦ୍ଧ ଚାଲୁ ରହିଥିବାରୁ ମଗଧ ସେନାଙ୍କ ନିକଟରୁ ରସଦ ଶେଷ ହେଲାଣି ବୋଲି ଅଶୋକ କାହାକୁ କହିଛନ୍ତି? ଅପସନ୍ ଏ କୁରୁବାକି, ଅପସନ୍ ବି ରାଜେଶ୍ୱରୀ, ଅପସନ୍ ସି ମହାମନ୍ତ୍ରୀ, ଅପସନ୍ ଡି ସେନାପତି। ତେବେ ଅଧିକ ଦିନ ଯୁଦ୍ଧ ଚାଲୁ ରହିଥିବାରୁ ମଗଧ ସେନାଙ୍କ ନିକଟରୁ ରସଦ ଶେଷ ହେଲାଣି ବୋଲି ଅଶୋକ
ମହାମନ୍ତ୍ରୀଙ୍କୁ କହିଛନ୍ତି। ଯିବା ପରବର୍ତ୍ତୀ ପ୍ରଶ୍ନ। ତେବେ କୁହନ୍ତୁ, କଳିଙ୍ଗକୁ ଜୟ କରିବାକୁ କେତେ ଦିନ ଲାଗିବ ବୋଲି ମହାମନ୍ତ୍ରୀ ଅଶୋକକୁ କହିଛନ୍ତି? ଅପସନ୍ ଏ 2 ଦିନ, ଅପସନ୍ ବି 2 ସପ୍ତାହ, ଅପସନ୍ ସି 2 ମାସ, ଅପସନ୍ ଡି 2 ବର୍ଷ। ତେବେ କଳିଙ୍ଗକୁ ଜୟ କରିବାକୁ ହେଲେ କେତେ ଦିନ ଲାଗିବ ବୋଲି? ଏହାର ସଠିକ ଉତ୍ତର ହେଉଛି 2 ଦିନ ଲାଗିବ ବୋଲି ମହାମନ୍ତ୍ରୀ ଅଶୋକକୁ କହିଥିଲେ। ପରବର୍ତ୍ତୀ ପ୍ରଶ୍ନ। ସମ୍ରାଟ ଅଶୋକ କ୍ଷୁବ୍ଧ ସ୍ୱରରେ ମହାମନ୍ତ୍ରୀଙ୍କୁ କଣ କହିଥିଲେ? ସେ କଳିଙ୍ଗକୁ ପଦାନତ ହେବାର ଦେଖିବାକୁ ଚାହାନ୍ତି, ନା କଳିଙ୍ଗର ସାଧାରଣ ପ୍ରଜାମାନଙ୍କର ହତ୍ୟା କରିବାକୁ ଚାହାନ୍ତି, ନା ପୁରୁଷ ଶୂନ୍ୟ କରିବାକୁ, ନା ତୁରନ୍ତ ସସମ୍ମାନରେ ଯୁଦ୍ଧ ବନ୍ଦ କରିବାକୁ? ତେବେ ସମ୍ରାଟ ଅଶୋକ କ୍ଷୁବ୍ଧ ସ୍ୱରରେ ମହାମନ୍ତ୍ରୀଙ୍କୁ କହିଛନ୍ତି, ତୁରନ୍ତ ସସମ୍ମାନର ସହିତରେ ଯୁଦ୍ଧ ବନ୍ଦ କରାଯାଉ। ପରବର୍ତ୍ତୀ ପ୍ରଶ୍ନ। ସମ୍ରାଟ ଅଶୋକ କେଉଁ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ? ବୁଦ୍ଧଙ୍କ ପ୍ରେମ ମନ୍ତ୍ରରେ, ନା ବୁଦ୍ଧଙ୍କ ଅହିଂସା ମନ୍ତ୍ରରେ, ନା ଜୈନଙ୍କ ଅହିଂସା ମନ୍ତ୍ରରେ, ନା ମାନବିକତାର ମନ୍ତ୍ରରେ? ତେବେ ସମ୍ରାଟ ଅଶୋକ କେଉଁ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ? ଏହାର ସଠିକ ଉତ୍ତର ହେଉଛି ସମ୍ରାଟ ଅଶୋକ ବୁଦ୍ଧଙ୍କର ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ। କଳିଙ୍ଗ ଯୁଦ୍ଧ ବନ୍ଦ ହେଲା ବେଳକୁ କିଏ ପୁରୁଷ ଶୂନ୍ୟ ହୋଇଥିଲା? ଅପସନ୍ ଏ ମଗଧ, ଅପସନ୍ ବି କଳିଙ୍ଗ, ଅପସନ୍ ସି ପାଟଳିପୁତ୍ର, ଅପସନ୍ ଡି ବଙ୍ଗ। କଳିଙ୍ଗ ଯୁଦ୍ଧ ବନ୍ଦ ହେଲା ବେଳକୁ କିଏ ପୁରୁଷ ଶୂନ୍ୟ ହୋଇଥିଲା ବା କୌଣସିଠାରେ ଆଦୌ ପୁରୁଷ ଦେଖିବାକୁ ମିଳୁନଥିଲେ? ତାହା ହେଉଛି କଳିଙ୍ଗ। କାହିଁକି ନା ସମସ୍ତେ କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିଲେ। ଯିବା ଆମର ପରବର୍ତ୍ତୀ ପ୍ରଶ୍ନ। ଧଉଳିର ଜଙ୍ଗଲ ମଧ୍ୟରେ ମଗଧ ସେନାପତିଙ୍କ ସହିତ ଯୁଦ୍ଧ କରୁଥିବା ସମୟରେ କିଏ ମୃତ୍ୟୁବରଣ କରିଥିଲେ? ଅପସନ୍ ଏ ମହାମନ୍ତ୍ରୀ, ଅପସନ୍ ବି କୁରୁବାକି, ଅପସନ୍ ସି ରାଜେଶ୍ୱରୀ, ଅପସନ୍ ଡି ଦୀର୍ଘଦେହୀ ପୁରୁଷ। ଧଉଳିର ଜଙ୍ଗଲ ମଧ୍ୟରେ ମଗଧ ସେନାପତିଙ୍କ ସହିତ ଯୁଦ୍ଧ କରୁଥିବା ସମୟରେ ରାଜେଶ୍ୱରୀ ମୃତ୍ୟୁବରଣ କରିଥିଲେ। ମନେ ରଖନ୍ତୁ, ରାଜେଶ୍ୱରୀ। ପରବର୍ତ୍ତୀ ପ୍ରଶ୍ନ। ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର, ଏକଥା କିଏ ବାରମ୍ବାର ପ୍ରମାଣ କରିଛି? ଅପସନ୍ ଏ ପୁରାଣ, ଅପସନ୍ ବି ଧର୍ମଗ୍ରନ୍ଥ, ଅପସନ୍ ସି ଇତିହାସ, ଅପସନ୍ ଡି ରାଜନୀତି ବିଜ୍ଞାନ। ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର, ଏକଥା କିଏ ବାରମ୍ବାର ପ୍ରମାଣ କରିଛି? ଇତିହାସ ହିଁ ବାରମ୍ବାର ପ୍ରମାଣ କରିଛି। ଷଡ଼ଯନ୍ତ୍ର ଯେଉଁଠି, ବିଜୟ ସେଇଠି। କଣ କରିବା ପାଇଁ ତୁମକୁ ଷଡ଼ଯନ୍ତ୍ରର ବ୍ରହ୍ମାସ୍ତ୍ର ବ୍ୟବହାର କରିବାକୁ ହେବ? ସାମ୍ରାଜ୍ୟର ରକ୍ଷା ପାଇଁ, ନା ସାମ୍ରାଜ୍ୟର ସୁରକ୍ଷା ପାଇଁ, ନା ସାମ୍ରାଜ୍ୟର ରକ୍ଷା ଅଥବା ବିସ୍ତାର ଉଭୟ ପାଇଁ, ନା ସାମ୍ରାଜ୍ୟର ବିଲୋପ ପାଇଁ? କଣ କରିବା ପାଇଁ ତୁମକୁ ଷଡ଼ଯନ୍ତ୍ର ପରି ବ୍ରହ୍ମାସ୍ତ୍ରକୁ ବ୍ୟବହାର କରିବାକୁ ହେବ? ସାମ୍ରାଜ୍ୟର ରକ୍ଷା ଅଥବା ବିସ୍ତାର ଉଭୟ କ୍ଷେତ୍ରରେ ଷଡ଼ଯନ୍ତ୍ରର ବ୍ୟବହାର କରିବା ଆବଶ୍ୟକ। ଇତିହାସରେ କଳିଙ୍ଗ ମହାରାଜାଙ୍କ ନାମ ନାହିଁ କାହିଁକି? ପ୍ରସିଦ୍ଧ ବୀର ନଥିଲେ, ନା ପରାଜିତ ହେଉଥିଲେ, ନା ନିଜର ବୀରତ୍ୱର ପ୍ରମାଣ ଦେଖାଇବାରେ ବ୍ୟର୍ଥ ହୋଇଥିଲେ, ନା ଷଡ଼ଯନ୍ତ୍ରର ବ୍ରହ୍ମାସ୍ତ୍ର ପରି ନଥିଲେ ବୋଲି? ତେବେ ଇତିହାସରେ କଳିଙ୍ଗ ମହାରାଜାଙ୍କର ନାମ ନାହିଁ କାହିଁକି? କାହିଁକି ନା ସେ ଷଡ଼ଯନ୍ତ୍ରର ବ୍ରହ୍ମାସ୍ତ୍ରର ବ୍ୟବହାର କରିପାରି ନଥିଲେ। ପରବର୍ତ୍ତୀ ପ୍ରଶ୍ନ। ଅଙ୍ଗଦ ଚୌଧୁରୀ କାହାକୁ ଇତିହାସ ପୁରୁଷ ଭାବରେ ସମ୍ବୋଧନ କରିଛନ୍ତି? ଅଙ୍ଗଦ ଚୌଧୁରୀ। ଅପସନ୍ ଏ ଅଶୋକ, ଅପସନ୍ ବି ରାଜେଶ୍ୱରୀ, ଅପସନ୍ ସି ଦୀର୍ଘଦେହୀ ପୁରୁଷ, ଅପସନ୍ ସି କୁରୁବାକି। ତେବେ ଅଙ୍ଗଦ ଚୌଧୁରୀ କାହାକୁ ଇତିହାସ ପୁରୁଷ ଭାବରେ ସମ୍ବୋଧନ କରିଛନ୍ତି? ଏହାର ସଠିକ ଉତ୍ତର ହେଉଛି ଦୀର୍ଘଦେହୀ ପୁରୁଷ। ପରବର୍ତ୍ତୀ ପ୍ରଶ୍ନ ବା ଶେଷ ପ୍ରଶ୍ନ। ତେବେ କୁହନ୍ତୁ, ରାଜା ନିଜ ଉତ୍ତରାଧିକାରୀ ମାନ ମନୋନୀତ କରିଥାନ୍ତି, ଏହା କାହାର ଉକ୍ତି ଅଟେ? ଅପସନ୍ ଏ ମହାମନ୍ତ୍ରୀ, ଅପସନ୍ ବି ଦୀର୍ଘଦେହୀ ପୁରୁଷ, ଅପସନ୍ ସି ଅଙ୍ଗଦ ଚୌଧୁରୀ, ଅପସନ୍ ଡି କୁରୁବାକି। ରାଜା ନିଜ ଉତ୍ତରାଧିକାରୀ ମନୋନୀତ କରିବେ, ଏହା କାହାର ଉକ୍ତି ଅଟେ? ଏହା ମହାମନ୍ତ୍ରୀଙ୍କର ଉକ୍ତି ଅଟେ। ତେବେ ପିଲାମାନେ, ତୁମମାନଙ୍କ ପାଇଁ ଗୋଟେ ପ୍ରଶ୍ନ ରହିଛି। ଅଙ୍ଗଦ ଆଖି ଖୋଲିଲା ବେଳକୁ କାହା ଉପରେ ଏକ ଉଜ୍ଜ୍ୱଳ ତାରା ଦେଖିଲେ? ଅପସନ୍ ଏ ଶାନ୍ତିସ୍ତୂପ, ଅପସନ୍ ବି ଦୟାନଦୀ, ଅପସନ୍ ସି ରାଜଦରବାର, ନା ଅପସନ୍ ଡି ପଥର ମୁଣ୍ଡିଆ? ତେବେ ଏହାର ଉତ୍ତରଟି ଆପଣମାନେ କମେଣ୍ଟ ବକ୍ସରେ ନିହାତି ଭାବରେ ଦେବେ। ଯଦି ଭିଡ଼ିଓ ଭଲ ଲାଗୁଥାଏ ନିହାତି ଭାବରେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ।